ଜଗନ୍ନାଥ ସାଙ୍ଗମାନେ ଚାଲନ୍ତୁ ଆଜି ଆମେ ଆରମ୍ଭ କରିବା। ଆମେ ପୂର୍ବରୁ ନବମ ଶ୍ରେଣୀର ପ୍ରଥମ କବିତା କାହାମୁକୁ ଅନାଇ ବଞ୍ଚିବିର ପାର୍ଟ 1 ଆମେ ଡିସ୍କସନ୍ କରିସାରିଛେ। ଯଦି ଆପଣ ଦେଖିନାହାନ୍ତି ଯାଇକି ଦେଖି ନିଅନ୍ତୁ, ଯାହାଫଳରେ କି ଆଜିର ଆଲୋଚନା ଆପଣମାନଙ୍କୁ ସୁବିଧାଜନକ ହେବ, ଆପଣ ବୁଝିପାରିବେ। ଚାଲନ୍ତୁ ଆଜି ଆମେ ଆରମ୍ଭ କରିବା କାହାମୁକୁ ଅନାଇ ବଞ୍ଚିବି କବିତାଟିର ପାର୍ଟ 2। ଲେଖିଛନ୍ତି ଭକ୍ତଚରଣ କବି ଭକ୍ତଚରଣ ଦାସ। ଚାଲନ୍ତୁ ପାର୍ଟ 2ଟିକୁ ଆରମ୍ଭ କରିବା। ଯେତେବେଳେ ବନେ ଯାଉ ସଙ୍ଗରେ ମୁଁ ପ୍ରାଣ ନେଉ, ନିମିଷେ ବିଚ୍ଛେଦ ନ ସହି ଏବେ ଯିବୁ ମଥୁରାକୁ ମତେ ସମର୍ପି କାହାକୁ ଚନ୍ଦ୍ରମୁଖ ନ ଦେଖିଲେ ମୁହିଁରେ ଜୀବଧନ ଜୀବନ ହାରିବି ଗଣ୍ଡ ଜଳେ ତୁମର ଅନ୍ତର ହେଲେ ତୀରରେ। କହିଛନ୍ତି କ'ଣ ନା କବି ଭକ୍ତଚରଣ ଦାସ କହିଛନ୍ତି କି ମାତା ଯଶୋଦା ଶ୍ରୀକୃଷ୍ଣଙ୍କୁ କହୁଛନ୍ତି ଯେତେବେଳେ ଶ୍ରୀକୃଷ୍ଣ ବନକୁ ଯାଆନ୍ତି ବା ବଣକୁ ଯାଆନ୍ତି ସେତେବେଳେ ମାତା ଯଶୋଦାଙ୍କର ପ୍ରାଣକୁ ନେଇକି ଯାଆନ୍ତି ବା ମାତା ଯଶୋଦାଙ୍କର ପ୍ରାଣ ଶ୍ରୀକୃଷ୍ଣଙ୍କ ପ୍ରାଣ ସହିତ ସମାନ ବୋଲି କବି ଏଠି ବର୍ଣ୍ଣନା କରିଛନ୍ତି ବା କହିଛନ୍ତି। ନିମିଷେ ବିଚ୍ଛେଦ ନ ସହି ମୁଁ ବା କବି କହିଛନ୍ତି କି ମାତା ଯଶୋଦା କହିଛନ୍ତି ନିମିଷେ ଗୋଟିଏ କ୍ଷଣ ମଧ୍ୟ ମାତା ଯଶୋଦା ଶ୍ରୀକୃଷ୍ଣଙ୍କର ବିଚ୍ଛେଦ ସହିପାରିବେନି ବୋଲି ଏଠି ବର୍ଣ୍ଣନା କରିଛନ୍ତି। ଏବେ ଯିବୁ ମଥୁରାକୁ ମତେ ସମର୍ପି କାହାକୁ ଚନ୍ଦ୍ରମୁଖ ନ ଦେଖିଲେ ମୁହିଁରେ ଜୀବଧନ। କ'ଣ ନା ଏବେ ଯିବୁ ମଥୁରାକୁ, ଏବେ ମଥୁରାକୁ ଗଲେ ମତେ କାହାକୁ ସମର୍ପଣ କରିକି ଯିବୁ ବୋଲି ମାତା ଯଶୋଦା ଏଠି ଶ୍ରୀକୃଷ୍ଣଙ୍କୁ ସମ୍ବୋଧନ କରି କହିଛନ୍ତି। ତାପରେ କହିଛନ୍ତି କ'ଣ ନା ଚନ୍ଦ୍ରମୁଖ ନ ଦେଖିଲେ ମୁହିଁରେ ଜୀବଧନ ଜୀବନ ହାରିବି ଗଣ୍ଡ ଜଳେ। ଚନ୍ଦ୍ରମୁଖ ବା ଶ୍ରୀକୃଷ୍ଣଙ୍କର ମୁଖକୁ ଏଠି ମାତା ଯଶୋଦା ଚନ୍ଦ୍ରଙ୍କ ସହିତ ତୁଳନା କରିଛନ୍ତି। ସେଥିପାଇଁ କହିଛନ୍ତି ଚନ୍ଦ୍ରମୁଖ ବା ଶ୍ରୀକୃଷ୍ଣଙ୍କ ମୁଖକୁ ମୁଁ ନ ଦେଖିଲେ ଜୀବଧନ ବା ଚନ୍ଦ୍ରମୁଖ ନ ଦେଖିଲେ ମୁହିଁରେ ଜୀବଧନ ଜୀବନ ହାରିବି ଗଣ୍ଡ ଜଳେ। ତୁମର ମୁଖକୁ ଯଦି ମୁଁ ନ ଦେଖେ ତେବେ ମୁଁ ଏଇ ଗଣ୍ଡର ଜଳରେ ବା ଅଧିକ ଗଣ୍ଡ ଖାଲ ଥିବା ଜଳରେ ମୁଁ ସେଠି ମୋର ଜୀବନକୁ ହାରିଦେବି ବା ମୋ ଜୀବନକୁ ମୃତ୍ୟୁବରଣ କରିବି ମୁଁ। ତାପରେ କହିଛନ୍ତି ତୁ ମୋତେ ଅନ୍ତର ହେଲେ ତଳରେ ତୁ ମୋତେ ଅନ୍ତର ହେଲେ ତଳରେ ଜୀବଧନ। ତୁ ବା ଶ୍ରୀକୃଷ୍ଣଙ୍କୁ କହିଛନ୍ତି କି ତୁ ମୋର ଅନ୍ତର, ମୋ ହେଲେ ତଳେ, ତୁ ମୋତେ ଅନ୍ତର ହେଲେ ତୀରରେ। ତୁ ହେଉଛୁ ବା ଶ୍ରୀକୃଷ୍ଣଙ୍କୁ କହିଛନ୍ତି ମାତା ଯଶୋଦା ତୁ ହେଉଛୁ ମୋର ଅନ୍ତର। ତାପରେ କୁହାଯାଇଛି ସର ଲବଣୀ ଅଧାମ ପକ୍କ ରମ୍ଭା ସୁଧାସମ ମୁଖେ ଦେଲେ ଥୁଥୁ କରି ଫିଙ୍ଗୁ ଯେତେ ରୂପେ ନାଳିଆଇ ପରସଇ ବଳିଆଇ କୂପେ ଉଠି ପାକ ଭାଣ୍ଡ ଭାଙ୍ଗୁରେ ଜୀବଧନ। କହିଛନ୍ତି ସର ଲବଣୀ ଅଧାମ ଏଗୁଡ଼ିକ ସୁସ୍ୱାଦୁ ଖାଦ୍ୟ। ପକ୍କ ରମ୍ଭା ଏଗୁଡ଼ିକ ହେଉଛି ଗୋରୁ ବା ଗାଈଙ୍କ ଦୁଗ୍ଧରୁ ପ୍ରସ୍ତୁତ। ପକୁରମ୍ଭା ସୁଧାସମ, ପକୁରମ୍ଭା ହେଲା କଦଳୀ, କଦଳୀରେ ବନା ହୋଇଥିବା ଗୋଟିଏ ଲବଣ ବା ଗୋଟିଏ ଖାଦ୍ୟର ନାମ ହେଉଛି ପକୁରମ୍ଭା ସୁଧାସମ। ଏଇ ଦୁଇଟା ଜିନିଷକୁ ଶ୍ରୀକୃଷ୍ଣଙ୍କ ମୁଖରେ ଯେତେବେଳେ ମାତା ଯଶୋଦା ଦିଅନ୍ତି ସେତେବେଳେ ଶ୍ରୀକୃଷ୍ଣ ନ ଖାଇକି ଥୁ ଥୁ କରିକି ଫିଙ୍ଗି ଦିଅନ୍ତି। ସେଇ କଥାକୁ ମାତା ଯଶୋଦା ମନେ ପକାଇ କହିଛନ୍ତି କି ସର ଲବଣୀ ଅଧାମ ପକୁରମ୍ଭା ସୁଧାସମ ମୁଖେ ଦେଲେ ଥୁଥୁ କରି ଫିଙ୍ଗୁ ଯେତେ ରୂପେ ନାଳିଆଇ ପରସଇ ବଳିଆଇ କୂପେ କରି ପାକ ଭାଣ୍ଡ ଭାଙ୍ଗୁରେ ଜୀବଧନ। ଯେତେ ରୂପେ ନାଳିଆଇ, ଯେତେ ରୂପେ ନାଳିଆଇ, ନାଳିଆଇର ମାନେ ହେଲା ଏଟା ହେଉଛି ବୁଝେଇ ସୁଝେଇକି। ଯେତେ ରୂପେ ଯେତେ ପ୍ରକାରେ ମୁଁ ବୁଝେଇ ସୁଝେଇକି ମାତା ଯଶୋଦା କହୁଛନ୍ତି ଶ୍ରୀକୃଷ୍ଣଙ୍କୁ ଯେତେ ପ୍ରକାରେ ମୁଁ ବୁଝେଇ ସୁଝେଇକି ତତେ ସେ ଖାଦ୍ୟ ଦେଲେ ମଧ୍ୟ ସେତେ କୂପେ ଉଠି ପାକ ଭାଣ୍ଡ ଭାଙ୍ଗୁରେ ଜୀବଧନ। କୂପରେ ବା ରାଗିକି ଉଠିକି ସେ ରୋଷେଇ ଘର ବା ରନ୍ଧା ହାଣ୍ଡିକି ତୁ ଭାଙ୍ଗି ଦଉରେ ଜୀବଧନ ବା ଶ୍ରୀକୃଷ୍ଣଙ୍କୁ ଏଠି ମାତା ଯଶୋଦା କହିଛନ୍ତି। ଏବେ ଦୂର ହୋଇବ ସେ କଥା କି ନ କରେ ଦାରୁଣ ବିଧାତାରେ। କହିଛନ୍ତି ଏବେ ସେ କଥା ଦୂର ହେଇଯିବ କାରଣ ତୁ ମଥୁରାକୁ ଯିବୁ କି ନ କରେ ଦାରୁଣ ବିଧାତା। ଏ ଦାରୁଣ ବିଧାତା କିଏ କ'ଣ ନ କରୁଛି ବା କ'ଣ ନ କରିପାରେ ବୋଲି ଏଠି ମାତା ଯଶୋଦା ଶ୍ରୀକୃଷ୍ଣଙ୍କୁ ସମ୍ବୋଧନ କରି କହିଛନ୍ତି। ତାପରେ ଦେଖିବା ଛାଇକି ଅନାଇ ଡରୁ ଧାଇଁ ମତେ କୋଳ କରୁ ବସନେ ଘୋଡ଼ାଇ ମୁଖ ଗୋଟି ହେଉଥାଉ ଥରହର ଦେଖିଲେ ଅନ୍ଧାର ଘର ଉଚ୍ଚ ପାବଛ ନପାରୁ ଉଠିରେ ଜୀବଧନ ମଧୁପୁରେ ହସ୍ତି ଘୋଡ଼ା ମାନ ଗର୍ଜିଲେ ନପୁଣ ଡରୁ ଶ୍ୟାମରେ। କହିଛନ୍ତି ଛାଇକି ଅନାଇ ଡରୁ, ଶ୍ରୀକୃଷ୍ଣ ଛାଇକି ଦେଖିଲେ ଡରନ୍ତି ବୋଲି ଏଠି ମାତା ଯଶୋଦା କହିଛନ୍ତି କି ତୁମେ ତ ଛାଇକି ଦେଖିଲେ ଡର, ଧାଇଁ ମତେ କୋଳ କରୁ, ତୁ ମୋତେ ଧାଇଁକି ବା ଛାଇକି ଦେଖିକି ଡରିକି ମୋତେ ଆସିକି କୋଳ କରୁ ବୋଲି ମାତା ଯଶୋଦା କହିଛନ୍ତି ଶ୍ରୀକୃଷ୍ଣଙ୍କୁ। ବସନେ ଘୋଡ଼ାଇ ମୁଖ ଗୋଟି, ମୁଁ ତୋର ମୁଖକୁ ମାତା ଯଶୋଦା ଏଠି କୁହାଯାଇଛି କି ଛାଇକି ଅନେଇଲେ ଶ୍ରୀକୃଷ୍ଣ ଡରନ୍ତି ଏବଂ ଧାଇଁକି ମାତା ଯଶୋଦାଙ୍କ କୋଳକୁ ଯାଆନ୍ତି
ଏବଂ ମାତା ଯଶୋଦା କ'ଣ କରନ୍ତି ନା ତାଙ୍କ ଲୁଗାରେ ତାଙ୍କ ମୁହଁକୁ ଶ୍ରୀକୃଷ୍ଣଙ୍କ ମୁହଁକୁ ଘୋଡ଼ାଇ ଦିଅନ୍ତି। ହେଉଥାଉ ଥରହର ଦେଖିଲେ ଅନ୍ଧାର ଘର। ସେ ବହୁତ ଡରନ୍ତି ବା ଥରି ଉଠନ୍ତି ଯେତେବେଳେ ଅନ୍ଧାର ଘରକୁ ଦେଖନ୍ତି। ଶ୍ରୀକୃଷ୍ଣ ବହୁତ ଜୋରରେ ଥରି ଉଠନ୍ତି। ଉଚ୍ଚ ପାବଛ ନପାରୁ ଉଠିଲେ ଜୀବଧନ। ଏଠି କୁହାଯାଇଛି କି ଶ୍ରୀକୃଷ୍ଣ ଉଚ୍ଚ ପାହାଚକୁ ଉଠି ପାରନ୍ତି ନାହିଁ। ପାବଚର ଅର୍ଥାତ୍ ହେଲା ପାହାଚ। ମଧୁପୁରେ ହସ୍ତି ଘୋଡ଼ା ମାନ। ମଧୁପୁରେ ବା ମଥୁରାରେ ହସ୍ତି ହାତୀ ଘୋଡ଼ା ବହୁତ ଅଛି। ଗର୍ଜିଲେ ନପୁଣ ଡରୁ ଶ୍ୟାମରେ। ଗର୍ଜିଲେ ବା ଗର୍ଜନ କଲେ ଶ୍ରୀକୃଷ୍ଣଙ୍କୁ କହିଛନ୍ତି କି ମାତା ଯଶୋଦା ତୁ ଡରିଯିବୁ। ବହୁତ ଭଲ ଭାବରେ ମୁଁ ଜାଣିଛି ତୁ ଏଇ ହାତୀ ଘୋଡ଼ା ଯେତେବେଳେ ଉଠିବେ ବା ଯେତେବେଳେ ଗର୍ଜିବେ ସେତେବେଳେ ତୁ ଡରିବୁ। କାନ୍ଥେ ଦେଖି ଚିତ୍ରପନ୍ତି ନାନା ଭୟଙ୍କର ମୂର୍ତ୍ତି। ଭୟେ ଯାଉ ସେ ଘରୁ ପଳାଇ। ଏବେ କଂସ ପୁର ଯିବୁ। ରାକ୍ଷସ ମାନ ଦେଖିବୁ। ଡରି କାହାକୁ ଧରିବୁ ଯାଇରେ ଜୀବଧନ। ମା ବୋଲି ଡାକିବୁ କାହାକୁ ସାହା ବା ଆହା ବୋଲିବାକୁରେ। କହିଛନ୍ତି କି ଏଠି କହିଛନ୍ତି କାନ୍ଥେ ଦେଖି ଚିତ୍ରପନ୍ତି ନାନା ଭୟଙ୍କର ମୂର୍ତ୍ତି। ଯେତେବେଳେ ଶ୍ରୀକୃଷ୍ଣ ନାନା ଭୟଙ୍କର ମୂର୍ତ୍ତି କାନ୍ଥରେ ଅଙ୍କା ଯାଇଥିବା ଭୟଙ୍କର ମୂର୍ତ୍ତିକୁ ଦେଖନ୍ତି ସେତେବେଳେ ସେ ଘରୁ ଯେଉଁ ଘରେ ସେ ଥାଆନ୍ତି ସେ ଘରୁ ଭୟରେ ବା ଡରିକି ପଳାଇ ଯାଇଥାନ୍ତି। ଏବେ କଂସ ପୁର ଯିବୁ ରାକ୍ଷସ ମାନ ଦେଖିବୁ। ଏବେ କହିଛନ୍ତି କି ମାତା ଯଶୋଦା ଏବେ ତୁ ଶ୍ରୀକୃଷ୍ଣଙ୍କୁ କହିଛନ୍ତି କି ଏବେ ତୁ କଂସପୁର ବା କଂସ ହେଉଛି ରାକ୍ଷସ, ମଥୁରାର ରାଜା ହେଉଛି କଂସ। ସେଇ କଂସପୁର ବା ମଥୁରାପୁରକୁ ଏବେ ଯିବୁ। ରାକ୍ଷସମାନ ଦେଖିବୁ। ସବୁ ରାକ୍ଷସମାନଙ୍କୁ ସେଇଠି ଦେଖିବୁ। ଡରି କାହାକୁ ଧରିବୁ ଯାଇରେ ଜୀବଧନ। ଡରିଗଲେ କାହାକୁ ଯାଇ ଧରିବୁ? ମୁଁ ତ ସେଠି ନଥିବି। ମୁଁ ତ ଗୋପପୁରରେ ଅଛି। ମୁଁ ତ ସେଠି ନଥିବି। ଡରିକି କାହାକୁ ଯାଇକି ଧରିବୁରେ ଜୀବଧନ ବୋଲି ଏଠି ମାତା ଯଶୋଦା କହିଛନ୍ତି। ଏଠି ମାତା ଯଶୋଦା ତାଙ୍କର ସ୍ନେହ ଆଦର ଭଲ ପାଇବା ଶ୍ରୀକୃଷ୍ଣଙ୍କ ପ୍ରତି ଦେଖେଇଛନ୍ତି। ମାଏ ବୋଲି ଡାକିବୁ କାହାକୁ? ମା ବୋଲି ସେଠି କାହାକୁ ଡାକିବୁ? ମୁଁ ସେଠି ତ ନଥିବି। କାହାକୁ ତୁ ଯାଇକି ସେଠି ମା ବୋଲି ଡାକିବୁ ବୋଲି ଏଠି ମାତା ଯଶୋଦା ଶ୍ରୀକୃଷ୍ଣଙ୍କୁ କହିଛନ୍ତି। ସାହା ବା ଆହା ବୋଲିବାକୁରେ। ଯଦି ତୁ ଡରିଯିବୁ କି ତୋର କିଛି ହେଇଯିବ ବା ଡରିଯିବୁ ଯଦି ତୁ ତାହେଲେ ସାହା ବା ଆହା ବୋଲିବାକୁ କେହି ବି ସେଠି ନାହାନ୍ତି ଯେ ତତେ ଆହା ପଦେ କହିବାକୁ। ସେଇ କଥା ମାତା ଯଶୋଦା ଏଇ କବିତା ମାଧ୍ୟମରେ କହିଛନ୍ତି। ତାପରେ ଦେଇଛି ନିଶା କାଳେ ମୋର କୋଳେ ଶୋଇଥାଉ ଶ୍ରମ ବଳେ। ସ୍ୱପନରେ ଦେଖି କିସ କିସ ମା ବୋଲି ଚମକି ପଡ଼ୁ କଣ୍ଠେ ଦୁଇ ଭୁଜ ଭିଡ଼ୁ। ପୁଣ ଶୋଉ ଘୋଡ଼ି ହୋଇ ବାସରେ ଜୀବଧନ। ସେ କଥା ସୁମରି ମରିଯିବି ଉଠ ବୋଲି କାହାକୁ ଡାକିବି ରେ। ଏଠି କୁହାଯାଇଛି କି ମାତା ଯଶୋଦା କହିଛନ୍ତି ରାତିରେ ଯେତେବେଳେ ଶ୍ରୀକୃଷ୍ଣ ଶୁଅନ୍ତି ମାତା ଯଶୋଦାଙ୍କ କୋଳରେ, ଯେତେବେଳେ ମାତା ଯଶୋଦା ବା ଶ୍ରୀକୃଷ୍ଣ ଯେତେବେଳେ ଯାଇଥାନ୍ତି ବନକୁ ଗାଈ ଚରାଇବା ପାଇଁ, ସେଇ ଶ୍ରମର ଥକାପଣ ଯୋଗୁଁ ଆସି ରାତିରେ ବହୁତ ନିଦରେ ଶୋଇପଡ଼ିଥାନ୍ତି ମାତା ଯଶୋଦାଙ୍କ କୋଳରେ। ସ୍ୱପ୍ନରେ ଦେଖି କିସ କିସ। ସ୍ୱପ୍ନରେ ଯେତେବେଳେ ଆମକୁ ଘୋର ନିଦ ହୋଇଯାଏ ସେତେବେଳେ ଆମେ ମଧ୍ୟ କିଛି ସ୍ୱପ୍ନ ଦେଖିଥାନ୍ତି। ସେହିପରି ଭାବରେ ଶ୍ରୀକୃଷ୍ଣ ସ୍ୱପ୍ନରେ କିଛି ଅଦ୍ଭୁତ ଜିନିଷ ଦେଖି ଚମକି ପଡ଼ନ୍ତି। ମା ବୋଲି କହନ୍ତି ଏବଂ ଚମକି ପଡ଼ନ୍ତି କଣ୍ଠେ ଦୁଇ ଭୁଜ ଭିଡ଼ୁ। ଏଠି କହିଛନ୍ତି କି ମାତା ଯଶୋଦା ଶ୍ରୀକୃଷ୍ଣ ଯେତେବେଳେ ସ୍ୱପ୍ନ ଦେଖିକି ଚମକି ପଡ଼ନ୍ତି ସେତେବେଳେ କଣ୍ଠରେ ବା ସେ ତଣ୍ଟିକୁ ସେ ଦୁଇ ଭୁଜରେ ଟିକେ ଧରନ୍ତି। ଦୁଇ ଭୁଜକୁ ଭିଡ଼ିକି ଧରନ୍ତି। ପୁଣି ଶୋଉ ଘୋଡ଼ି ହୋଇ ବାସରେ ଜୀବଧନ। ତାପରେ କିଛି ସମୟ ପରେ ପୁଣି ସେ ଶୋଇପଡ଼ନ୍ତି ଘୋଡ଼ି ହୋଇକି ବା ଘୋଡ଼େଇ ହେଇକି ସେ ପୁଣି ଥରେ ଶୋଇପଡ଼ନ୍ତି ବୋଲି ମାତା ଯଶୋଦା ଏଠି କହିଛନ୍ତି। ସେ କଥା ସୁମରି ଯିବି ମରି ବା ସେ କଥା ସୁମରି ମରିଯିବି। ସେ କଥାକୁ ଏଇ ତୋର ଲୀଳା ବା ଶ୍ରୀକୃଷ୍ଣଙ୍କ ଲୀଳାକୁ ଶୁଣିକି ବା ଶ୍ରୀକୃଷ୍ଣଙ୍କ ଲୀଳାକୁ ଭାବିକି ମାତା ଯଶୋଦା ମରିଯିବେ ବୋଲି ଏଠି କହିଛନ୍ତି। ଯେତେବେଳେ ମଥୁରାକୁ ବା ମଧୁପୁରକୁ ଯେତେବେଳେ ଶ୍ରୀକୃଷ୍ଣ ଯିବେ ସେତେବେଳେ ମାତା ଯଶୋଦା ଗଣ୍ଡ ଜଳରେ ମୃତ୍ୟୁବରଣ କରିବେ ଏବଂ ତାଙ୍କ କଥାକୁ ସବୁ ଭାବିକି ସେ ମରିବେ ବୋଲି ବା ମୃତ୍ୟୁବରଣ କରିବେ ବୋଲି ଏଠି କହିଛନ୍ତି କବିତା ମାଧ୍ୟମରେ। ଉଠ ବୋଲି କାହାକୁ ଡାକିବି ରେ। ଶ୍ରୀକୃଷ୍ଣ ଶୋଇପଡ଼ିଥିଲେ ସକାଳ ହେଲେ ଉଠ ବୋଲି କାହାକୁ ଡାକିବି ବୋଲି ଏଠି ମାତା ଯଶୋଦା କହିଛନ୍ତି କି ରାତିରେ ସକାଳ ହେଲେ କାହାକୁ ମୁଁ ଉଠ ବୋଲି ଏଠି ଡାକିବି। କବିତାଟି ବହୁତ ଲୀଳାତ୍ମକ କବିତା ଏବଂ ବହୁତ ଭାବପୂର୍ଣ୍ଣ କବିତା। କବିତାଟିକୁ ମୁଁ ଆଶା କରୁଛି ଆପଣମାନେ ଭଲ ଭାବରେ ବୁଝିପାରିଥିବେ। କବିତାଟି ଭଲ ଲାଗିଥିଲେ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିବେ। ରହିଲି, ନମସ୍କାର, ଜୟ ଜଗନ୍ନାଥ।